ଅବସର ବେଳେ କେହି ଆସିଲେନି। ଦୁଃଖ ଆଉ କହରେ ଭାଙ୍ଗି ପଡ଼ିଲେ ସ୍କୁଲ ପିଅନ। ସମ୍ପଦ ଖେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା। ହଁ ଆଜ୍ଞା, ସାମ୍ନାକୁ ଆସୁଛି ଦୁଃଖପୂର୍ଣ୍ଣ ଖବର। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟ ସର୍ବପୁରାତନ ସ୍କୁଲ ହିସାବରେ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ନାମ ରହିଛି। କିନ୍ତୁ ଆଜି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଦୀର୍ଘ 36 ବର୍ଷ ଏଠାରେ କାର୍ଯ୍ୟରତ ଥିବା ପିଅନ ପୁରୁଷୋତ୍ତମ ସାହୁଙ୍କ ଆଜି ଅବସର ଗ୍ରହଣର ଦିନ ଥିଲା। କିନ୍ତୁ ଯେ ଦୀର୍ଘ ଦିନ ଧରି ଘଣ୍ଟା ବାଡ଼େଇ ସମସ୍ତଙ୍କ ଆବଶ୍ୟକତା ପୂରଣ କରି ଆସୁଥିଲେ, ଆଜି ଶେଷ ଦିନରେ ସ୍କୁଲ ପହଞ୍ଚି ନିଜ ଅବସରରେ କେହି ବି ଜଣେ କର୍ମଚାରୀ ଉପସ୍ଥିତ ନଥିବା ବେଳେ ନିଜ କୋହକୁ ସମ୍ଭାଳି ପାରିନଥିଲେ। ଏମିତି ଏକ ଦୁଃଖଦ ପରିସ୍ଥିତିରେ ସମସ୍ତଙ୍କୁ ଦେଖା କରି ନିଜ ଅବସରକୁ ସାକାର କରିବାକୁ ଚାହୁଁଥିବା ପୁରୁଷୋତ୍ତମ ଆଜି ମନ ଦୁଃଖରେ ନିଜ ପ୍ରିୟ ସ୍କୁଲକୁ ପ୍ରଣାମ କରି ଘରକୁ ଲେଉଟିଥିଲେ। ପୁରୁଷୋତ୍ତମ ସାହୁ ଭାରତ ସେବାନିଧି ବିଦ୍ୟାଳୟରେ 1990 ମସିହା ଅକ୍ଟୋବର ମାସ 16 ତାରିଖରେ ଜଏନ୍ କରିଥିଲି। କିନ୍ତୁ ଯେହେତୁ ଆମେ ସରକାରୀ ଚାକିରି କରିଥିବାରୁ ଆମର ଗୋଟେ ନିୟମ ଅଛି, ଜଣେ 60 ବର୍ଷରେ ଅବସର ଗ୍ରହଣ କରିବ। ମୋର ଆଜି ମେ ମାସ 31 ତାରିଖ ଅବସର ଗ୍ରହଣ କରିବାର ଶେଷ ଦିବସ। ତେଣୁ ଏହି ଶେଷ ଦିବସରେ ମୁଁ ଯେତେବେଳେ ବିଦ୍ୟାଳୟକୁ ଆସିଲି, ଦେଖିଲି ଯେ ସ୍କୁଲର ପ୍ରଧାନ ଶିକ୍ଷକ ନାହାନ୍ତି କି କୌଣସି ଷ୍ଟାଫ୍ ମଧ୍ୟ ନାହାନ୍ତି। ମାତ୍ର 3 ଜଣ ଷ୍ଟାଫ୍ ଅଛନ୍ତି, ଯାହାକି ସେମାନଙ୍କ ରୋଷ୍ଟର ଡ୍ୟୁଟି ଅଛି। ତେଣୁ ସେଇମାନେ ହିଁ 3 ଜଣ ପ୍ରେଜେଣ୍ଟ ଅଛନ୍ତି। କିନ୍ତୁ ଗୋଟେ ଦୁଃଖ, ଏବେ ତ ଗ୍ରୀଷ୍ମକାଳୀନ ଛୁଟି ଚାଲିଛି, ଆପଣ ଖବର ଦେଇଥିଲେ ଆଗରୁ କହିଥିଲେ ଯେ ଦେଖନ୍ତୁ, ମୁଁ ଯେଉଁଦିନ ଛୁଟି ଗ୍ରୀଷ୍ମକାଳୀନ ଛୁଟି ପଡ଼ିଲା ତା ପୂର୍ବ ଦିନ ମିଟିଂ ହେଇଥିଲା। ମିଟିଂରେ ମୁଁ ସମସ୍ତଙ୍କୁ କହିଥିଲି ଯେ ଯେହେତୁ 31 ତାରିଖ ରବିବାର ପଡ଼ୁଛି ଛୁଟି ମାସ, ତେଣୁ ପିଲା ତ ନାହାନ୍ତି, କିନ୍ତୁ ସମସ୍ତେ ଟିକେ ଆସିବ। ମୁଁ ସମସ୍ତଙ୍କ ଗହଣରେ ଏଠି ଟିକେ ସମସ୍ତଙ୍କୁ ପରସ୍ପର ଆଲୋଚନା ଭାବର ଆଦାନ ପ୍ରଦାନ କରି ମୁଁ ବିଦ୍ୟାଳୟରୁ ଅବସର ନେବି। ତେଣୁ ଦୁଃଖ ଲାଗୁଛି ଯେ ଆଜି ମୁଁ ଆସିକି ପହଞ୍ଚିଲା ବେଳକୁ କେହି ଜଣେ ମଧ୍ୟ ନାହାନ୍ତି। ଏତେ ଦିନ ଧରି ଏ ଯେଉଁ ପିଲାମାନଙ୍କ ସହିତ ଆମେ କଟେଇଥିଲୁ, ପିଲାମାନଙ୍କୁ ସମୟାନୁବର୍ତ୍ତିତା ଶିଖେଇଥିଲୁ, ସାର୍ମାନଙ୍କୁ ମଧ୍ୟ ସମୟାନୁବର୍ତ୍ତିତା ଶିଖେଇଥିଲୁ, ଘଣ୍ଟା ବାଡ଼େଇ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରି, କିନ୍ତୁ ଦୀର୍ଘ 36 ବର୍ଷ ଏ ଅନୁଷ୍ଠାନରେ ଖଟିଲା ପରେ ଆଜି ମଧ୍ୟ କେହି ଜଣେ ମୋ ପାଖରେ ଠିଆ ହେଲେ ନାହିଁ। କ'ଣ ବା ବିଶେଷ କରି ମୁଁ କିଛି କହିପାରୁନି। ଏ କୋହରା କଣ୍ଠ ନେଇ, ଏ ଦୁଃଖ ନେଇ ମୁଁ ଆଜି ବିଦ୍ୟାଳୟରୁ ଅବସର ଗ୍ରହଣ କରୁଛି। ସିମୁଳିଆରୁ ସାମନ୍ତ ଜଗମୋହନ ସାହୁଙ୍କ